ସମସ୍ତେ ନମସ୍କାର। କେମିତି ଅଛନ୍ତି? ଭଲ ଅଛନ୍ତି କି ସମସ୍ତେ? ଚାଲନ୍ତୁ ଆଜି ଆମମାନେ କେତେଟା ସ୍ମରଣୀୟ ବିଷୟକୁ ଶିଖିବା। ଆଉ ଲୋକମାନେ ମଣ୍ଡଳୀ କହିଲେ ଗୋଟେ ଚର୍ଚ୍ଚର ଗୃହକୁ ପ୍ରକୃତରେ ବୁଝିଥାନ୍ତି, କିନ୍ତୁ ସେ ବିଷୟରେ ବାଇବଲ କ'ଣ କହୁଛି ଚାଲନ୍ତୁ ଆମମାନେ ଶାସ୍ତ୍ର ଅନୁସାରେ ଦେଖିବା। ଆପଣମାନେ ଯଦି ଦେଖିବେ ଏଫେସୀୟ ପୁସ୍ତକ 5 ପର୍ବର, ତ ସେଠି ମଣ୍ଡଳୀ ବିଷୟରେ ଲେଖା ହେଇଛି। 5 ପର୍ବର 22 ପଦରୁ ଆମମାନେ ପଢ଼ିବା। ଏ ସ୍ତ୍ରୀ ମାନେ ତୁମମାନେ ଯେପରି ପ୍ରଭୁଙ୍କର ବଶୀଭୂତା, ସେହିପରି ଆପଣା ଆପଣା ସ୍ୱାମୀକୁ ବଶୀଭୂତା ହୁଅ। କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ୱରୂପ, ସ୍ତ୍ରୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ୱରୂପ। ପୁଣି ଖ୍ରୀଷ୍ଟ ଆପଣା ଶରୀର ରୂପ ମଣ୍ଡଳୀର ତ୍ରାଣକର୍ତ୍ତା। ହଁ, ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତା, ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ୱାମୀର ବଶୀଭୂତା ହୁଅନ୍ତୁ। ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକି ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର। ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି, ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଅନିନ୍ଦନୀୟ ହୁଏ। ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି। ସେହିପରି ସ୍ତ୍ରୀମାନଙ୍କ ମଧ୍ୟରେ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ। ଯେ ନିଜ ସ୍ତ୍ରୀକୁ ପ୍ରେମ କରେ, ସେ ଆପଣାକୁ ପ୍ରେମ କରେ। କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣ ପୋଷଣ ଲାଳନ ପାଳନ କରେ। ଖ୍ରୀଷ୍ଟ ମଧ୍ୟ ମଣ୍ଡଳୀ ପ୍ରତି ସେହିପରି କରନ୍ତି। ଆଜି ଆମମାନଙ୍କର ଟପିକ୍ ହେଉଛି ମଣ୍ଡଳୀ କାହାକୁ କୁହାଯାଏ। ମଣ୍ଡଳୀ କାହାକୁ କୁହାଯାଉଛି, ଆଉ ପୂର୍ବ କାଳର ଲୋକମାନେ କେମିତି ଉପାସନା କରୁଥିଲେ, ଆଉ କେମିତି ସେମାନେ ପ୍ରଭୁଙ୍କୁ ବିଶ୍ୱାସ କରୁଥିଲେ, ଆଉ ମଣ୍ଡଳୀ ବୋଲେ କାହାକୁ ପ୍ରକୃତରେ ବୁଝଉଛି। ତ ଚାଲନ୍ତୁ ଆଜି ଆମମାନେ ଏଫେସୀୟ ପୁସ୍ତକ 5 ପର୍ବର ବାକ୍ୟ ଦ୍ୱାରା ଆରମ୍ଭ କରିବା। ଆମେ ଚର୍ଚ୍ଚର ଇତିହାସକୁ ଯଦି ଦେଖିବା, ତ ଚର୍ଚ୍ଚ ଇତିହାସ ବହୁତ ବର୍ଷ ପୂର୍ବରୁ ଅଛି, ଯାହାକି ଆଜି ପର୍ଯ୍ୟନ୍ତ ଜୀବିତ ହେଇକି ଅଛି। ଆଉ ଜଣେ ଲୋକ ଥିଲେ ଯିଏକି ମାର୍ଟିନ ଲୁଥର ବୋଲି, ସିଏ ହେଉଛନ୍ତି ଜଣେ ପରିତ୍ରାଣ ପ୍ରାପ୍ତ ଖ୍ରୀଷ୍ଟିଆନ ଥିଲେ। ଆଉ ସେ ଗୋଟେ ବିଷୟକୁ ଆବିଷ୍କାର କରିଥିଲେ, କ'ଣ ବୋଲି? ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ରୋମୀୟ ପୁସ୍ତକ 1 ପର୍ବର 17 ପଦରେ ବାକ୍ୟ ଲେଖା ହେଇଛି। ତ ସେ ବାକ୍ୟକୁ ଟିକେ ଆମମାନେ ଦେଖିବା। ସେଥିରେ ତ ଈଶ୍ୱରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ବିଶ୍ୱାସଜନକ, ଯେପରି ଲେଖା ଅଛି, ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ତ ମାର୍ଟିନ ଲୁଥର ଯିଏ ଥିଲେ, ଏ ବାକ୍ୟକୁ ଯେତେବେଳେ ପାଇଲେ, ସେ ଯୀଶୁଙ୍କ ବିଷୟରେ ଆବିଷ୍କାର କଲେ। ଆଉ ଯୀଶୁ ଯାହା କାର୍ଯ୍ୟ କରିଅଛନ୍ତି ସେ ବିଷୟକୁ ସେ ବିଶ୍ୱାସ କଲେ ନିଜ ହୃଦୟ ଭିତରେ। ତ ସେ ଗୋଟେ ବିଷୟକୁ ପାଇଲେ କି ଯୀଶୁ ଏ ଜଗତ ମଧ୍ୟକୁ ଆସିଥିଲେ, କ୍ରୁଶରେ ହତ ହେଲେ, 3 ଦିନ ପରେ ପୁନରୁତ୍ଥିତ ହେଲେ। 3 ଦିନ ପରେ ପୁନରୁତ୍ଥିତ ହେଲା ପରେ ଯୀଶୁ ସର୍ବଜଗତର ଲୋକମାନଙ୍କୁ ପାପରୁ ପରିଷ୍କୃତ କଲେ। ଯୀଶୁ ଖାଲି ପାପରୁ ପରିଷ୍କୃତ କଲେ ତାହା ନାହିଁ, ରୋମୀୟ ପୁସ୍ତକ 4:25 ପଦ ବାକ୍ୟ ଅନୁସାରେ ସେ ସବୁ ଜଗତର ଲୋକମାନଙ୍କୁ ଧାର୍ମିକ ବୋଲି ଗଣିଲେ। ତ ମାର୍ଟିନ ଲୁଥର ଯେତେବେଳେ ରୋମୀୟ ପୁସ୍ତକ 1 ପର୍ବର ବାକ୍ୟକୁ ଦେଖିଲେ, କି 17 ପଦରେ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ ଲେଖା ହେଇଛି। ତ ଧାର୍ମିକ କେତେବେଳେ ବିଶ୍ୱାସରେ ବଞ୍ଚିବ? ଯେଉଁ ସମୟରେ ତା ପାଖରେ ଭରସା ଅଛି। ଆମେ ଯଦି ଗୋଟେ ବିଷୟକୁ ଭରସା କରୁଛୁ, ତେବେ ଆମେ ସେଇଟାକୁ ବିଶ୍ୱାସ କରିପାରିବା। ଯଦି ଆମେ ଭରସା କରୁନୁ, ତେବେ ଆମେ ସେ ଉପରେ କେବେ ମଧ୍ୟ ଆମେ ବିଶ୍ୱାସ କରିପାରିବା ନାହିଁ। ସେଥିପାଇଁ ଫାଷ୍ଟ ହେଉଛି ଗୋଟେ ବିଷୟ ଭରସା। ସେଥିପାଇଁ ଆଜି ପର୍ଯ୍ୟନ୍ତ ମଣ୍ଡଳୀ ପ୍ରକୃତିରେ ସ୍ଥାପନ ହେଇକି ଆସିଅଛି। କାହିଁକି? ଯେହେତୁ
ଖ୍ରୀଷ୍ଟ ବାକ୍ୟ ଦ୍ୱାରା ଲୋକମାନଙ୍କୁ ଭରସା ଦେଇଛନ୍ତି ଆଉ ବିଶ୍ୱାସ ଲୋକମାନଙ୍କ ହୃଦୟରେ ସ୍ଥାପନ କରୁଅଛନ୍ତି। ସେଥିପାଇଁ ଲୋକମାନଙ୍କ ହୃଦୟରେ ଯେତେବେଳେ ବିଶ୍ୱାସ ଆସିବା ପୂର୍ବରୁ ଯେତେବେଳେ ଭରସା ପ୍ରକୃତିରେ ହୃଦୟରେ ତିଆରି ହେଉଛି, ସେ ସମୟରେ ଅଟୋମେଟିକାଲି ଲୋକଙ୍କ ହୃଦୟରେ ବିଶ୍ୱାସ ପ୍ରକୃତିରେ ଆସୁଛି। ସେଥିପାଇଁ ବାଇବଲରେ ଆଜି ଆମେ ଯେଉଁଟା ବାକ୍ୟ ପଢ଼ିଲେ, ତ ଏଇ ଜାଗାରେ ଗୋଟେ ସ୍ତ୍ରୀ ଆଉ ସ୍ୱାମୀ ବିଷୟରେ ଲେଖା ହେଇଛି। ତ ସ୍ୱାମୀ ହେଉଛନ୍ତି କିଏ ଜାଣିଛନ୍ତି? ସ୍ୱାମୀ ହେଉଛନ୍ତି ପରମେଶ୍ୱରଙ୍କୁ ବୁଝଉଛି, ସ୍ତ୍ରୀ ହେଉଛି ଆମ ସମସ୍ତଙ୍କୁ ବୁଝଉଛି। କାହିଁକି ଗୋଟେ ବାକ୍ୟରେ ଲେଖା ହେଇଛି, କାରଣ ତୁମର ନିର୍ମାଣକର୍ତ୍ତା ତୁମର ସ୍ୱାମୀ ଅଟନ୍ତି ଲେଖା ହେଇଛି। ସେଥିପାଇଁ ସ୍ତ୍ରୀ ପାଖରେ କୌଣସି ବୀଜ ନାହିଁ, କିନ୍ତୁ ସ୍ୱାମୀ ପାଖରେ ବୀଜ ଅଛି। ସେଥିପାଇଁ ସ୍ତ୍ରୀ ସଦାବେଳେ କ'ଣ କରିଥାଏ? ସ୍ୱାମୀର ବୀଜ ଗ୍ରହଣ କରିଥାଏ। ଯେତେବେଳେ ସ୍ୱାମୀର ବୀଜ ଗ୍ରହଣ କରିଥାଏ, ତ ସେହି ସମୟରେ ଗୋଟେ ସ୍ତ୍ରୀ ଗର୍ଭବତୀ ହେଇଥାଏ ଆଉ ସେ ଛୁଆ ପ୍ରସବ କରିବା ପାଇଁ ସେ ଜଣେ ଲୋକ ସକ୍ଷମ ହୋଇଥାଏ। ତ ଠିକ୍ ସେହିପରି ଜଣେ ଧାର୍ମିକ ପବିତ୍ର ହେବା ପାଇଁ ନିଜର କର୍ମ କି ନିଜର ଆତ୍ମିକତା କି ନିଜର ଉତ୍ତମତା ପାଇଁ ଜଣେ ଲୋକ ଧାର୍ମିକ ଗଣିତ ହେବ ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ବାକ୍ୟ ଗ୍ରହଣ କରିବା ଦ୍ୱାରା ଧାର୍ମିକ ଗଣିତ ହୋଇଥାଏ। ସେଥିପାଇଁ ଆମେ ବାକ୍ୟକୁ ଯଦି ଦେଖିବା, ଏ ପ୍ରକାର ଭାବରେ ଅନେକ ଗୁଡ଼ିଏ ମୂଲ୍ୟବାନ ବାକ୍ୟ ଗୁଡ଼ାକ ଅଛି, ଯାହାକି ଖ୍ରୀଷ୍ଟ ଆମମାନଙ୍କୁ ହୃଦୟରେ ପ୍ରକୃତିରେ ସ୍ଥାପନ କରିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ଏ ଜାଗାରେ 22 ପଦରେ ଆମେ ଆଜି ପଢ଼ିଲେ, ହେ ସ୍ତ୍ରୀମାନେ ତୁମମାନେ ଯେପରି ପ୍ରଭୁଙ୍କର ବଶୀଭୂତା ସେହିପରି ଆପଣା ଆପଣା ସ୍ୱାମୀର ବଶୀଭୂତା ହୁଅ। ତ ଏଠି କାହା ବିଷୟରେ ଲେଖା ହେଇଛି? ସ୍ତ୍ରୀ ବିଷୟରେ ଲେଖା ହେଇଛି। ସ୍ତ୍ରୀମାନେ ତୁମମାନେ ଯେପରି ପ୍ରଭୁଙ୍କର ବଶୀଭୂତା ସେହିପରି ଆପଣା ଆପଣା ସ୍ୱାମୀର ବଶୀଭୂତା ହୁଅ। ତ ସ୍ତ୍ରୀ କେତେବେଳେ ସ୍ୱାମୀର ବଶୀଭୂତା ହେଉଛି? ଯେତେବେଳେ ସ୍ୱାମୀକୁ ଭଲ ପାଉଛି, ସ୍ୱାମୀ ଉପରେ ଭରସା ଅଛି, ସ୍ୱାମୀ ଉପରେ ବିଶ୍ୱାସ ଅଛି। ତ ସେ ସମୟରେ ଗୋଟେ ସ୍ତ୍ରୀ ଗୋଟେ ସ୍ୱାମୀକୁ ପ୍ରକୃତରେ ଭରସା କରୁଛି ଆଉ ସ୍ୱାମୀ ଉପରେ ସେ ବିଶ୍ୱାସ କରିକି ସ୍ୱାମୀର ବୀଜ ପ୍ରକୃତିରେ ସେ ଗ୍ରହଣ କରୁଛି। 23 ପଦ ଲେଖା ହେଇଛି, କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ୱରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ୱରୂପ। ପୁଣି ଖ୍ରୀଷ୍ଟ ଆପଣା ଶରୀର ରୂପ ମଣ୍ଡଳୀର ତ୍ରାଣକର୍ତ୍ତା। ସେଥିପାଇଁ ମଣ୍ଡଳୀର ତ୍ରାଣକର୍ତ୍ତା କିଏ? ଖ୍ରୀଷ୍ଟ ଲେଖା ହେଇଛି। ସେଥିପାଇଁ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ୱରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ୱରୂପ। ସେଥିପାଇଁ ପରିବାର କି ପ୍ରକାର ଭାବରେ ଚାଲେ? ସ୍ୱାମୀ ଅନୁସାରେ ଚାଲିବ। କେବେ ମଧ୍ୟ ସ୍ତ୍ରୀ ଅନୁସାରେ କେବେ ଗୋଟେ ପରିବାର କେବେ ଚାଲିବ ନାହିଁ। ସେଥିପାଇଁ ବାଇବଲରେ ଲେଖା ହେଇଛି, ସ୍ତ୍ରୀ ସ୍ୱାମୀର ବଶୀଭୂତା ହଉ ଲେଖା ହେଇଛି। ସେଥିପାଇଁ ଆପଣମାନଙ୍କୁ ମୁଁ ପୂର୍ବରୁ କହିଲି, ବାଇବଲରେ ଏ ପ୍ରକାର ଭାବରେ ଲେଖା ହେଇଛି, କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମର ସ୍ୱାମୀ ଅଟନ୍ତି ଲେଖା ହେଇଛି। ତ ମୋର ନିର୍ମାଣକର୍ତ୍ତା ମୋର ସ୍ୱାମୀ ଯଦି ଅଛନ୍ତି, ତେବେ ମୁଁ କିଏ? ମୁଁ ହେଉଛି ଗୋଟେ ସ୍ତ୍ରୀ। ସ୍ତ୍ରୀ ମାନେ ଯାହା ମଧ୍ୟ ସ୍ୱାମୀ ଠାରୁ ପ୍ରକୃତରେ ଗ୍ରହଣ କରିକି ପ୍ରକୃତରେ ବଞ୍ଚିପାରିବି ଖୁସିରେ। ସେଥିପାଇଁ ଫାଷ୍ଟ ମୋତେ କାହା ସହିତ ସଂଯୁକ୍ତ ହେବାର ଅଛି? ସ୍ୱାମୀ ସହିତ। ସ୍ୱାମୀ ମାନେ କିଏ? ପରମେଶ୍ୱର। ସେଥିପାଇଁ ଆପଣମାନେ ସେ ବାକ୍ୟକୁ ଯଦି ପଢ଼ିବା ପାଇଁ ଚାହୁଁଛନ୍ତି, ଆପଣମାନେ ପଢ଼ିପାରିବେ। ମାନେ ବାକ୍ୟ ଦେଖିବା, ଯେଶାୟା ପୁସ୍ତକ 54 ପର୍ବର 5 ପଦରେ ସେ ବାକ୍ୟ ଲେଖା ହେଇଛି, କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି, ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ, ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା, ସେ ସମୁଦାୟ ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ। ତ ଏ ଜାଗାରେ କ'ଣ ଲେଖା ହେଇଛି? କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମର ସ୍ୱାମୀ ଅଟନ୍ତି ଲେଖା ହେଇଛି। ତ ମୋର ନିର୍ମାଣକର୍ତ୍ତା କିଏ? ସ୍ୱାମୀ। ତଳେ ଲେଖା ହେଇଛି, ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ ଲେଖା ହେଇଛି, ଇସ୍ରାଏଲର ଧର୍ମସ୍ୱରୂପ ତୁମର ମୁକ୍ତିଦାତା ଲେଖା ହେଇଛି। ସେଥିପାଇଁ ଗୋଟେ ସ୍ତ୍ରୀ ସ୍ୱାମୀ ବଞ୍ଚିଥିଲା ବେଳକୁ ସ୍ୱାମୀର ଅଣ୍ଡରରେ ପ୍ରକୃତରେ ରହିବ। ସ୍ୱାମୀର ସବୁ କିଛି ପାଇକି ସ୍ତ୍ରୀ ପ୍ରକୃତରେ ଖୁସି ହେବ। ସେଥିପାଇଁ ପୃଥିବୀରେ ଲୋକମାନେ ବଞ୍ଚିଲା ବେଳକୁ ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କ ଠାରୁ ବାକ୍ୟ ପାଇକି ଖୁସିରେ ଆଶାରେ ପ୍ରକୃତରେ ବଞ୍ଚିବେ। ସେଥିପାଇଁ ପ୍ରତ୍ୟେକ ଲୋକମାନଙ୍କର ଆଶା ଖୁସି କେଉଁ ଜାଗାରେ ଥାଏ? ଖ୍ରୀଷ୍ଟଙ୍କ ଭିତରେ ଅଛି, ଯୀଶୁଙ୍କ ଭିତରେ ଅଛି। ସେଥିପାଇଁ ଲୋକ ଯୀଶୁଙ୍କୁ ବିଶ୍ୱାସ କଲେ ଯୀଶୁଙ୍କ ଭିତରେ ଥିବା ସମସ୍ତ ଖୁସି, ଆଶା, ଆଶୀର୍ବାଦ, ଅନୁଗ୍ରହ ଏ ପ୍ରକାର ସମସ୍ତ ବିଷୟକୁ ପାଇପାରନ୍ତି। କିନ୍ତୁ ଲୋକମାନେ ଖ୍ରୀଷ୍ଟଙ୍କ ଆଡ଼କୁ ଫେରିବା ପରିବର୍ତ୍ତେ ଲୋକମାନେ ନିଜର ପରିଶ୍ରମ, ନିଜର ଚେଷ୍ଟା, ନିଜର ବଳ, ନିଜର ଶକ୍ତି ଅନୁସାରେ ପ୍ରକୃତରେ ପାଇବାକୁ ପ୍ରକୃତରେ ଚାହୁଁଛନ୍ତି।
କିନ୍ତୁ ତାହା ସମ୍ଭବ ବିଷୟ ନାହିଁ। ରୋମୀୟ ପୁସ୍ତକ 3 ପର୍ବର ବାକ୍ୟ କ'ଣ କୁହେ? ରୋମୀୟ ପୁସ୍ତକ 3 ପର୍ବ 20 ପଦରେ ବାକ୍ୟ ଲେଖା ହେଇଛି, କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାହାଙ୍କ ଛାମରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ। ତ ଏ ଜାଗାରେ କ'ଣ ଲେଖା ହେଇଛି? କୌଣସି ପ୍ରାଣୀ ଲେଖା ହେଇଛି। କୌଣସି ପ୍ରାଣୀ ମାନେ ଏ ଜାଗାରେ କେବେ ବି ଧର୍ମର ଉଲ୍ଲେଖ କରାଯାଇନାହିଁ। ପ୍ରାଣୀ ମାନେ ମନୁଷ୍ୟକୁ ବୁଝଉଛି। ସେଥିପାଇଁ କୌଣସି ପ୍ରାଣୀ ଲେଖା ହେଇଛି, କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାହାଙ୍କ ସାମ୍ନାରେ ଧାର୍ମିକ ଗଣିତ ହେବ ନାହିଁ। ତା'ମାନେ ମୁଁ ଯେତେ ବି ଭଲ ହୃଦୟ ରଖିଥାଉ ନା କାହିଁକି, ଯେତେ ମୋତେ ଭଲ କାର୍ଯ୍ୟ ମୋ ପାଖରେ ଥାଉ ନା କାହିଁକି, ସେ କାର୍ଯ୍ୟ ଦ୍ୱାରା, ସେ ଉତ୍ତମତା ଦ୍ୱାରା ମୁଁ କେବେ ମୋତେ ପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେଇପାରିବି ନାହିଁ। କାହିଁକି? ପରମେଶ୍ୱର ମନା କରୁଛନ୍ତି, ବ୍ୟବସ୍ଥା ଅନୁସାରେ ମଧ୍ୟ ଯଦି ଆମେ ପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେବା, ତେବେ ପରମେଶ୍ୱର କ'ଣ କହୁଛନ୍ତି? ତେବେ ଧାର୍ମିକ ଗଣିତ ହେବ ନାହିଁ କହୁଛନ୍ତି। ସେଥିପାଇଁ ବ୍ୟବସ୍ଥା ଦ୍ୱାରା କ'ଣ ଜନ୍ମେ ଲେଖା ହେଇଛି? କ୍ରିୟାକର୍ମ ଦ୍ୱାରା କ'ଣ ଜନ୍ମ ଲେଖା ହେଇଛି? ପାପର ଜ୍ଞାନ ଜନ୍ମ ଲେଖା ହେଇଛି। ସେଥିପାଇଁ ଲୋକମାନେ ଯଦି ବ୍ୟବସ୍ଥାକୁ ପାଳନ କରୁଅଛନ୍ତି, ପାପକୁ ଜନ୍ମ କରୁଅଛନ୍ତି। ସେଥିପାଇଁ ପାପର ବେତନ ମୃତ୍ୟୁ ଲେଖା ହେଇଛି। ଜଣଙ୍କ ହୃଦୟରେ ଯଦି ପାପ ଅଛି, ସେ ମରିଯିବ। କାହିଁକି? ଈଶ୍ୱର ପାପୀକୁ ଘୃଣା କରୁନାହାନ୍ତି, କିନ୍ତୁ ପାପକୁ ଘୃଣା କରୁଅଛନ୍ତି। ସେଥିପାଇଁ ପାପ ଯଦି ଲୋକମାନଙ୍କ ହୃଦୟ ଭିତରେ ଅଛି, ପରମେଶ୍ୱର ଅଟୋମେଟିକଲି ସେ ପାପକୁ ଘୃଣା କରିବେ। ଆଉ ଯେଉଁ ଲୋକ ପାଖରେ ପାପ ଅଛି ତାକୁ ମଧ୍ୟ ଘୃଣା କରିବେ। ଆପଣମାନେ ଜାଣିଥିବେ, ଆଦି ପୁସ୍ତକ 4 ପର୍ବରେ କଇନ ହେବଲ ଅଛନ୍ତି। ଯେତେବେଳେ ପ୍ରଭୁଙ୍କ ସମ୍ମୁଖରେ ସେମାନେ ଛିଡ଼ା ହେଲେ, ସେମାନେ 2 ପ୍ରକାର ନୈବେଦ୍ୟକୁ ନେଇକି ଛିଡ଼ା ହେଲେ। ଗୋଟେ ପ୍ରକାର ନୈବେଦ୍ୟ ଯାହାକି ଭୂମିରୁ ଉତ୍ପନ୍ନ ଫଳ, ଆଉ ଗୋଟେ ପ୍ରକାର ନୈବେଦ୍ୟ ଯାହାକି ଗୋଟେ ପ୍ରଥମଜାତ ମେଷର ମେଦ ଆଉ ରକ୍ତ। ସେଥିପାଇଁ ଭୂମିରୁ ଉତ୍ପନ୍ନ ଫଳକୁ କିଏ ନେଇକି ଗଲେ? କଇନ ନେଇକି ଗଲେ। କିନ୍ତୁ କଇନର ନୈବେଦ୍ୟକୁ ପ୍ରଭୁ ଅଗ୍ରାହ୍ୟ କଲେ। କିନ୍ତୁ ହେବଲର ନୈବେଦ୍ୟ ଯାହାକି ପ୍ରଥମଜାତ ମେଷମାନଙ୍କର ମେଦ ଆଉ ରକ୍ତ ଥିଲା, ପରମେଶ୍ୱର ତାହା ଗ୍ରହଣ କଲେ। ତା'ମାନେ ପରମେଶ୍ୱର ହେବଲକୁ ଗ୍ରହଣ କଲେ, କିନ୍ତୁ କଇନକୁ ଅଗ୍ରାହ୍ୟ କଲେ ଲେଖା ହେଇଛି। ତ କାହିଁକି କଇନକୁ ଅଗ୍ରାହ୍ୟ କଲେ? କେଉଁ କାରଣ ପାଇଁ କଇନ ପ୍ରକୃତିରେ ପରମେଶ୍ୱରଙ୍କ ଠାରୁ ଅଗ୍ରାହ୍ୟ କରାଗଲା? କାରଣ କଇନ ଜଣେ ଲୋକ କେବେ ମଧ୍ୟ ଆଦମଙ୍କ ଠାରୁ ଶୁଣିଲେ ନାହିଁ। ଆଦମ ଯାହା ମଧ୍ୟ ତାଙ୍କୁ ପ୍ରକୃତିରେ କହିଲେ, କଇନ ଗୋଟେ ଥର ମଧ୍ୟ ସେ ଶୁଣି ନାହାନ୍ତି, କି କଇନ କେବେ ମଧ୍ୟ ଆଦମ କହିବା ବିଷୟକୁ ସେ ଗ୍ରହଣ କରିନାହାନ୍ତି। ତା'ମାନେ ସେ ଜଣେ ଲୋକ କେବେ ମଧ୍ୟ ବିଶ୍ୱାସ କଲେ ନାହିଁ। ତା'ର ଅର୍ଥ ସେ ଜଣେ ଲୋକ ନିଜର କର୍ମ ଉପରେ ନିର୍ଭର କରିକି ପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେଲେ। ସେଥିପାଇଁ ପରମେଶ୍ୱରଙ୍କୁ ଯେତେବେଳେ ଲୋକମାନେ ନିଜର କର୍ମକୁ ନେଇକି ଛିଡ଼ା ହେଉଛନ୍ତି, ପରମେଶ୍ୱର ବାଧ୍ୟ ସେମାନଙ୍କୁ ଅଗ୍ରାହ୍ୟ କରୁଅଛନ୍ତି। କିନ୍ତୁ ହେବଲ ଜଣେ ଲୋକ ଥିଲେ ଯିଏକି ପ୍ରଥମେ ନିଜକୁ ଶୂନ୍ୟ କଲେ, ନିଜର ଜ୍ଞାନ ବୁଦ୍ଧି ସବୁ ବିଷୟକୁ କାଢ଼ିଦେଲେ। ଆଦମ ଯାହା ତାଙ୍କୁ କହିଲେ ସେ ସେଇଟାକୁ ଗ୍ରହଣ କଲେ। ସେଥିପାଇଁ ଆଦମଙ୍କ ଆଜ୍ଞା ଅନୁସାରେ ଯେତେବେଳେ ସେ ପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେଲେ, ପ୍ରଭୁଙ୍କର ଇଚ୍ଛା କ'ଣ ଥିଲା? ପ୍ରଭୁଙ୍କର ଇଚ୍ଛା ହେଉଛି ଏବ୍ରୀ ପୁସ୍ତକ 9 ପର୍ବର 22 ପଦରେ ଲେଖା ହେଇଛି, କାରଣ ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୁଚୀକୃତ ହୁଏ, ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ସେଥିପାଇଁ ବାଇବଲରେ ପରମେଶ୍ୱର ଏଇଟା ନିୟମ ଦେଇଛନ୍ତି, ଜଣେ ଲୋକର ପାପ କ୍ଷମା ହେବା ନିମନ୍ତେ ନିଶ୍ଚିନ୍ତ ଭାବରେ ବଳି ଆବଶ୍ୟକ ଅଛି, ରକ୍ତର ଆବଶ୍ୟକ ଅଛି। ସେଥିପାଇଁ ମନୁଷ୍ୟ ନିଜର ରକ୍ତ ତ କେବେ ଦେଇପାରିବନି। ସେଥିପାଇଁ ଲୋକମାନେ କ'ଣ କରୁଥିଲେ? ପୁରାତନ ନିୟମରେ ଗୋଟେ ମେଷ କିମ୍ବା ଛାଗି କି ଯେକୌଣସି ବଳି ପ୍ରକୃତିରେ ଦେଲା ପରେ ଲୋକମାନଙ୍କୁ ଗୋଟେ ବର୍ଷ ପାଇଁ ପାପ କ୍ଷମା କରାଯାଉଥିଲା। ପରମେଶ୍ୱର ସେ ପ୍ରକାର ଭାବରେ ସେମାନଙ୍କୁ ପାପରୁ ମୁକ୍ତ କରୁଥିଲେ। କିନ୍ତୁ ଏଇଟା ଅନନ୍ତକାଳୀନ ମୁକ୍ତି ପ୍ରକୃତରେ ନଥିଲା। ସେଥିପାଇଁ ଅନନ୍ତକାଳୀନ ମୁକ୍ତି ପାଇବା ପାଇଁ, ଲୋକ ଅନନ୍ତକାଳୀନ ରାଜ୍ୟକୁ ଯିବା ପାଇଁ କ'ଣ କରିବା ଦରକାର? ସେଥିପାଇଁ ଲୋକମାନେ କରୁଥିଲେ, ବଳି ଦେଉଥିଲେ। କିନ୍ତୁ ସେ ବଳି ପ୍ରଥାକୁ ନେଇକି ପରମେଶ୍ୱର କେବେ ମଧ୍ୟ ଖୁସି ହେଲେ ନାହିଁ, ପରମେଶ୍ୱର ସନ୍ତୁଷ୍ଟ ହେଲେ ନାହିଁ। ସେଥିପାଇଁ ଏଭ୍ରୀ ପୁସ୍ତକ ବାକ୍ୟରେ ସେ କ'ଣ କହିଲେ? 10 ପର୍ବରେ, କାରଣ ବ୍ୟବସ୍ଥା ଆଗାମୀ ଉତ୍ତମ ବିଷୟରେ ଛାୟା ସ୍ୱରୂପ ହୋଇ ସେସବୁ ବିଷୟରେ ଅବିକଳ ପ୍ରତିମୂର୍ତ୍ତି ନ ହେବାରୁ ଯାଜକମାନଙ୍କର ବର୍ଷକୁ ବର୍ଷ ସର୍ବଦା ସେହି ଏକ ପ୍ରକାର ବଳି ଉତ୍ସର୍ଗ କରିବା ଦ୍ୱାରା ଉପାସକମାନଙ୍କୁ କଦାପି ସିଦ୍ଧ କରିପାରେ ନାହିଁ। ସେଥିପାଇଁ ଯାହା ସେମାନେ
ବଳୀକୃତ କରୁଥିଲେ ବ୍ୟବସ୍ଥା ଅନୁସାରେ ଯାହା ସେମାନଙ୍କର ପ୍ରଥା ଥିଲା। ତ ସେ ଅନୁସାରେ ଲୋକମାନେ କେବେ ମଧ୍ୟ ଅନନ୍ତକାଳୀନ ମୁକ୍ତିକୁ ପାଇପାରୁନଥିଲେ। ସେଥିପାଇଁ ଏଠି ଲେଖା ହେଲା ବ୍ୟବସ୍ଥା ଆଗାମୀ ଉତ୍ତମ ବିଷୟରେ ଛାୟା ସ୍ୱରୂପ ଲେଖାଇଛି। ତା ମାନେ ଗୋଟେ ବ୍ୟବସ୍ଥା ହେଉଛି ଗୋଟେ ଛାଇ ସ୍ୱରୂପ। ତ ଛାଇର କୌଣସି ଶକ୍ତି ନାହିଁ। ଛାଇ କେତେବେଳେ ଆସେ? ଯେତେବେଳେ କିଛି ଗୋଟେ ବିଷୟ ତା ସାମ୍ନାରେ ଅଛି। ସେଥିପାଇଁ ତା ପଛରେ ଛାଇ ଅଛି। ସେଥିପାଇଁ ଛାଇର କାର୍ଯ୍ୟ ନାହିଁ ଯେ ଜଣେ ଲୋକକୁ ଅନନ୍ତ ମୁକ୍ତି ପ୍ରକୃତରେ ଦେଇପାରିବ। ସେଥିପାଇଁ ବ୍ୟବସ୍ଥାର କାର୍ଯ୍ୟ ନାହିଁ ଯେ ଜଣେ ଲୋକକୁ ପାପୀକୁ ଅନନ୍ତ ମୁକ୍ତି ପ୍ରକୃତରେ ଦେଇପାରିବ। ସେଥିପାଇଁ ବ୍ୟବସ୍ଥା ଗୋଟେ ବିଷୟ କାମ କରୁଛି, ଯାହା ଆମେ ରୋମୀୟ ପୁସ୍ତକ 3:20 ପଦ ବାକ୍ୟକୁ ପଢ଼ିଲୁ। ସେ ବ୍ୟବସ୍ଥା ଲୋକମାନଙ୍କ ହୃଦୟରେ ଏ ପ୍ରକାର କାର୍ଯ୍ୟ କରୁଛି, ପାପର ଜ୍ଞାନକୁ ପ୍ରକୃତରେ ଜନ୍ମ କରୁଛି। ସେଥିପାଇଁ ଲୋକମାନେ ଯେତେବେଳେ ବ୍ୟବସ୍ଥା ସାମ୍ନାରେ ଛିଡ଼ା ହେବେ, କ'ଣ ପାଇବେ? ପାପର ଜ୍ଞାନ ପାଇବେ। ଲୋକ ହୃଦୟରେ ଗୋଟେ ବିଷୟ ସ୍ପଷ୍ଟ ହେଇଯିବ କି ହଁ, ମୁଁ ଜଣେ ପାପୀ, ମୁଁ କେବେ ମଧ୍ୟ ଏ ପାପକୁ ସମାଧାନ କରିପାରିବି ନାହିଁ। ମୋର ପାପ ସମାଧାନ ହେବା ନିମନ୍ତେ ମୋତେ ଜଣେ ଉଦ୍ଧାରକର୍ତ୍ତା ଆବଶ୍ୟକ ଅଛି। ତ ସେତେବେଳେ ଲୋକମାନେ ମନ ପରିବର୍ତ୍ତନ କରିବେ, ଆଉ ଈଶ୍ୱରଙ୍କ ଆଡ଼କୁ ପ୍ରକୃତରେ ବିଶ୍ୱାସ କରିବେ, ବାକ୍ୟ କ'ଣ କହୁଛି ତାହା ଦେଖିବେ। ସେଥିପାଇଁ ଏ ଜାଗାରେ ଲେଖା ହେଲା 2 ପଦରେ, ଏବ୍ରୀ ପୁସ୍ତକ 10:2 ପଦ, ଯଦି ପାରିଥାନ୍ତା ତେବେ ଉପାସକମାନେ ଥରେ ଶୁଚୀକୃତ ହୋଇ ବିବେକର ପାପର ବୋଧ ନ ପାଇବାରୁ ସେହି ସବୁ ବଳିର ବର୍ଷକୁ କ'ଣ ନିବୃତ୍ତ ହୋଇନଥାନ୍ତା? ଯଦି ସେ ପୁରାତନ ନିୟମ ଯେଉଁଟା ବଳୀକୃତ ଥିଲା, ପରମେଶ୍ୱର ଯଦି ସେଇଟା ସନ୍ତୁଷ୍ଟ ହୋଇଥାନ୍ତେ ତ ସେଇଟା ନିବୃତ୍ତ ହୋଇଥାନ୍ତା କୁହାହେଇଛି। ତା'ମାନେ ସେଇଟା ଗୋଟେ ବଳି ଦେବା ଦ୍ୱାରା ଜଣେ ଲୋକ ଅନନ୍ତ ମୁକ୍ତି ପ୍ରକୃତରେ ପାଇଥାନ୍ତା, କିନ୍ତୁ ସେଇଟା ହେଲା ନାହିଁ ଲେଖାଇଛି। ସେହି ସବୁ ବଳିର ବର୍ଷକୁ ବର୍ଷ ନିବୃତ୍ତ ହୋଇନଥାନ୍ତା ଲେଖାଇଛି। କିନ୍ତୁ ସେହି ସବୁ ବଳିରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ। ସେଥିପାଇଁ ପ୍ରତ୍ୟେକ ଲୋକ ପ୍ରତି ବର୍ଷ ଗୋଟେ ମେଣ୍ଢା କିମ୍ବା ଛାଗିକୁ ନେଇକି ପରମେଶ୍ୱରଙ୍କ ସମ୍ମୁଖରେ ବଳି ସ୍ୱର କରୁଥିଲେ। ବର୍ଷକୁ ବର୍ଷ ସର୍ବଦା ଲେଖାଇଛି। ସେଥିପାଇଁ 4 ପଦରେ ଲେଖାଇଛି, କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ। ତ ଯାହା ପୁରାତନ ନିୟମରେ ଥିଲା, ସେ ବଳୀକୃତ ଜଣେ ଲୋକକୁ କେବେ ମଧ୍ୟ ପାପରୁ ନିବୃତ୍ତ କରୁନାହିଁ। ସେ ପାପ କ୍ଷମା କେବେ ପାଇପାରୁନାହିଁ। ସେଥିପାଇଁ 5 ପଦରେ ଲେଖା ହେଲା, ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲଢ଼ି ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ। ସେଥିପାଇଁ ପରମେଶ୍ୱର ବଳିଦାନ ନୈବେଦ୍ୟକୁ ନ ଲଢ଼ିକି ଏକ ଶରୀରକୁ ପ୍ରକୃତରେ ପ୍ରସ୍ତୁତ କଲେ। ତା'ମାନେ ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କୁ ଏ ଜଗତକୁ ପଠାଇଲେ, ଆଉ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଏ ଜଗତର ପାପ ସମାପ୍ତ ହେବ। ସେଥିପାଇଁ ମାଥି ପୁସ୍ତକ 1:21 ପଦରେ ଲେଖା ହେଇଛି, ସେ ପୁତ୍ର ପ୍ରସବ କରିବେ, ତୁମେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ତ ଏଇଟା ହେଉଛି ଗୋଟେ ବିଧି, ଏଇଟା ହେଉଛି ଗୋଟେ ନିୟମ, ଯାହାକି ଯୀଶୁଙ୍କର ଜନ୍ମ ହେବା ପୂର୍ବରୁ ପରମେଶ୍ୱର ନିୟମ ଦେଇଛନ୍ତି। ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ସେଥିପାଇଁ ଯୋହନ ପୁସ୍ତକ 3 ପର୍ବରେ ଯଦି ଦେଖିବେ, କାରଣ ପରମେଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ତ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ କିଏ ଦାନ କଲେ? ପରମେଶ୍ୱର। ସେଥିପାଇଁ ସେ ଅଦ୍ୱିତୀୟ ପୁତ୍ର କିଏ? ଯୀଶୁଖ୍ରୀଷ୍ଟ। ସେଥିପାଇଁ ଯୀଶୁଖ୍ରୀଷ୍ଟ ଏ ଜଗତକୁ ଯେତେବେଳେ ଆସିଲେ, ଏ ସର୍ବ ଜଗତର ପାପ ପ୍ରକୃତ ସେ ନେଇକି ଗଲେ। ସେଥିପାଇଁ ଆପଣମାନେ ଯେତେବେଳେ ଏ ପ୍ରକାର ସୁସମାଚାରକୁ ଯେତେବେଳେ ଶୁଣୁଛନ୍ତି, ତ ନିଶ୍ଚିନ୍ତ ଭାବରେ ଆପଣମାନଙ୍କ ହୃଦୟରେ ଅନେକ ଗୁଡ଼ିଏ ଆଶା, ଖୁସି ପ୍ରକୃତିରେ ଉତ୍ପନ୍ନ ହେବ। ସେଥିପାଇଁ ଏ ଜାଗାରେ ଏବ୍ରୀ ପୁସ୍ତକ 10 ପର୍ବର ବାକ୍ୟରେ କ'ଣ ଲେଖା ହେଇଛି ଆପଣମାନେ ଯଦି ଦେଖିବେ, 9 ପଦରେ, ତତ୍ପର ସେ କହନ୍ତି, ଦେଖ ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି, ଦ୍ୱିତୀୟଟି ସ୍ଥାପନ କରିବା ନିମନ୍ତେ ସେ ପ୍ରଥମଟି ଲୋପ କରନ୍ତି। ସେଥିପାଇଁ ଯୀଶୁଖ୍ରୀଷ୍ଟ ଯେତେବେଳେ ଆସିଲେ, କ'ଣଟାକୁ ଲୋପ କଲେ ଲେଖା ହେଇଛି? ପ୍ରଥମଟାକୁ ଲୋପ କଲେ, ଦ୍ୱିତୀୟଟାକୁ ସ୍ଥାପନ କଲେ ଲେଖା ହେଇଛି। ସେଥିପାଇଁ ଦ୍ୱିତୀୟଟା ହେଉଛି ଗୋଟେ ଅନୁଗ୍ରହ, ପ୍ରଥମଟା ହେଉଛି ଗୋଟେ ବ୍ୟବସ୍ଥା। ସେଥିପାଇଁ ପ୍ରଥମଟାକୁ ଲୋପ କରାହେଲା, ଦ୍ୱିତୀୟଟାକୁ ସ୍ଥାପନ କରାହେଲା। ସେଥିପାଇଁ ବାଇବଲରେ 2ଟା ପୁସ୍ତକ ଅଛି। ଦୁଇଟା ପୁସ୍ତକ ଅଛି, ଗୋଟେ ହେଉଛି ପୁରାତନ, ଆଉ ଗୋଟେ ହେଉଛି ନୂତନ। ବାଇବଲ 2 ଭାଗ କରାହେଇଛି। ପୁରାତନରେ ଲୋକମାନେ କେମିତି ବିଶ୍ୱାସ କରୁଥିଲେ? ଯୀଶୁ ଆସିବେ, ମସିହ ଆସିବେ। ସେଥିପାଇଁ ମସିହଙ୍କ ବିଷୟରେ ସେମାନେ ଭାବାଣୀ ପ୍ରକୃତିରେ ଶୁଣୁଥିଲେ। କିନ୍ତୁ ନୂତନ ନିୟମ କ'ଣ? ଯୀଶୁ ଆସିଲା ପରେ ଯାହା କରିଅଛନ୍ତି ସେଇଟାକୁ ଦର୍ଶାଉଛି। ସେଥିପାଇଁ ପୁରାତନ ନିୟମକୁ ବୁଝିଲେ ଜଣେ ଲୋକ ନୂତନ ନିୟମ ସହଜରେ ପ୍ରକୃତିରେ ବୁଝିପାରିବ। ଯେମିତି ମୁଁ ପୂର୍ବରୁ କହିଲି,
ସ୍ତ୍ରୀ ଯଦି ସ୍ୱାମୀର ବୀଜ ଗ୍ରହଣ କରୁଛି ସେ ସ୍ତ୍ରୀ ଗୋଟେ ଗର୍ଭବତୀ ହେଇପାରୁଛି ଆଉ ଗୋଟେ ଛୁଆ ଜନ୍ମ କରିପାରୁଛି ଆଉ ସେ ସ୍ତ୍ରୀ ଗୋଟେ ମାଆର ପ୍ରେମ ପ୍ରକୃତିରେ ପାଇପାରୁଛି। ତ ଠିକ୍ ସେହିପରି ସ୍ତ୍ରୀ ସଦାବେଳେ ସ୍ୱାମୀର ବୀଜ ପାଇବା ଦରକାର। ତ ମୁଁ ପୂର୍ବରୁ ମଧ୍ୟ କହିସାରିଛି। ଠିକ୍ ସେହିପରି ଲୋକମାନେ ମଧ୍ୟ କୃଷ୍ଣଙ୍କର ବାକ୍ୟ ପାଇବା ଦରକାର, କୃଷ୍ଣଙ୍କର ବାକ୍ୟ ଶୁଣିବା ଦରକାର। କୃଷ୍ଣଙ୍କର ବାକ୍ୟ ଶୁଣିଲେ ଲୋକ ଧାର୍ମିକ ହେବେ। ତ ମାର୍ଟିନ ଲୁଥର କ'ଣ କଲେ? ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ ବୋଲି କହିଲେ। ସେଥିପାଇଁ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ ମାନେ କ'ଣ? ସେ ଲୋକ ଏକ ବିଶ୍ୱାସରେ ବଞ୍ଚିପାରିବ ଯିଏକି ଧାର୍ମିକ। ସେଥିପାଇଁ ସେ କେତେଟା ଥିଓରି ଲେଖିଲେ ଜାଣିଛନ୍ତି? ମାର୍ଟିନ ଲୁଥର ଯିଏ ଥିଲେ 95ଟା ଥିଓରି ଲେଖିଲେ। କାହିଁକି ଥିଓରି ଲେଖିଲେ? ସେ ଗୋଟେ ବିଷୟକୁ ଜାଣିଲେ ସତ୍ୟ ବିଷୟ ମିଥ୍ୟା ବିରୁଦ୍ଧରେ ସତ୍ୟ ହିଁ କେବଳ ଲଢ଼େଇ କରିପାରିବ। ସେଥିପାଇଁ ମନୁଷ୍ୟ ପାଖରେ ସତ ନାହିଁ, କିନ୍ତୁ ଈଶ୍ୱରଙ୍କ ପାଖରେ ସତ ଅଛି। ସେଥିପାଇଁ ସେ ମିଥ୍ୟା ମନୁଷ୍ୟ ଯଦି ଈଶ୍ୱରଙ୍କ ସହିତ ସଂଯୁକ୍ତ ହେବ, ଈଶ୍ୱରଙ୍କ ଭିତରେ ଥିବା ସତ୍ୟ ମନୁଷ୍ୟ ଆଡ଼କୁ ପ୍ରକୃତିରେ ସ୍ଥାନାନ୍ତରିତ ହେବ। ସେଥିପାଇଁ ପରମେଶ୍ୱର ମଧ୍ୟ ଆମମାନଙ୍କୁ କ'ଣ କହିବା ପାଇଁ ଚାହୁଁଛନ୍ତି? ସେ ଏବ୍ରୀ ପୁସ୍ତକ 10:10 ପଦରେ ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେ ଇଚ୍ଛା ହେତୁ ଆମମାନେ ପବିତ୍ରୀକୃତ ହୋଇଅଛୁ। ତ ଆମେ ପବିତ୍ରୀକୃତ ହୋଇଛୁ କେମିତି? ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ଲେଖା ହେଇଛି। ମୋର ଇଚ୍ଛା ମୋର କାର୍ଯ୍ୟ ପାଇଁ ଲେଖା ହେଇନାହିଁ। ଏକ୍ଜାକ୍ଟଲି ସେ ଜାଗାରେ ଲେଖା ହେଇଛି ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମେମାନେ ପବିତ୍ରୀକୃତ ହୋଇଅଛୁ ଲେଖା ହେଇଛି। ଏ ଯେଉଁ ବାକ୍ୟ ଆମେ ଆଜି ପଢ଼ିଲେ, ଯେଉଁ ଲୋକ ମଧ୍ୟ ଏ ବାକ୍ୟକୁ ବିଶ୍ୱାସ କରିବ ସେ ପବିତ୍ରକୃତ ହେଇଥିବା ଲୋକ। କେତେ କାଳ ପାଇଁ ଜାଣିଛନ୍ତି? ଆପଣମାନେ ଯଦି ଏଭଳି ପୁସ୍ତକ 10:14 ପଦ ବାକ୍ୟକୁ ଦେଖିବେ, ସେଠି ଲେଖା ହେଇଛି କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ୱାରା ସେ ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି। ସେଥିପାଇଁ ପବିତ୍ରୀକୃତ କିଏ ହେଇପାରିବ? ମନୁଷ୍ୟ। ପବିତ୍ର କିଏ ହେଇପାରିବ? ଈଶ୍ୱର। ସେଥିପାଇଁ ପବିତ୍ର ଲୋକ ସହିତ ଅପବିତ୍ର ଲୋକ ସଂଯୁକ୍ତ ହେଲେ ପବିତ୍ରୀକୃତ ହେଇପାରିବ। ସେଥିପାଇଁ ପରମେଶ୍ୱର ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି ଲେଖା ହେଇଛି। ଗୋଟେ ଦିନ ପାଇଁ ନାହିଁ, କି ଗୋଟେ ବର୍ଷ ପାଇଁ ନାହିଁ, କି 2 ବର୍ଷ ପାଇଁ ନାହିଁ, କି 10 ବର୍ଷ ପାଇଁ ନାହିଁ। ଚିରକାଳ ମାନେ ଏଇଟା ହେଉଛି ଅନନ୍ତକାଳୀନ, ଅନନ୍ତ ମୁକ୍ତି ଯାହାକି ଆମେ କହୁଛୁ। ସେଥିପାଇଁ ଏଭଳି ପୁସ୍ତକ 9:12 ପଦ ଲେଖା ହେଇଛି ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି। ତ ଯୀଶୁ ଯେତେବେଳେ ଜଗତକୁ ଆସିଲେ କେଉଁ ପ୍ରକାର ମୁକ୍ତି ଲୋକମାନଙ୍କ ପାଇଁ ସାଧନ କଲେ? ଅନନ୍ତ ମୁକ୍ତି। ସେଥିପାଇଁ ଲୋକମାନେ ଏ ବାକ୍ୟକୁ ବିଶ୍ୱାସ କରିବା ପାଇଁ ଅନନ୍ତ ମୁକ୍ତିକୁ ପ୍ରକୃତରେ ପାଇବା ନିମନ୍ତେ ନିଜର ଉତ୍ତମତା ନିଜର ଚିନ୍ତାକୁ କାଢ଼ିବାକୁ ପଡ଼ିବ। ତ ଯିଶାୟା ପୁସ୍ତକରେ ଲେଖା ହେଇଛି, କ'ଣ ଲେଖା ହେଇଛି? ଦୁଷ୍ଟ ଆପଣାର ପଥ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ, ଆମ୍ଭ ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବୁ, ଦୟା କରିବେ ଲେଖା ହେଇଛି। ପ୍ରଭୁ ଦୟା ଦେବା ପାଇଁ, କ୍ଷମା ଦେବା ପାଇଁ ଯୋଗୀ ଅଛନ୍ତି, କିନ୍ତୁ ମନୁଷ୍ୟ ଫେରିଲେ ସ୍ୱର୍ଗ ହେଲା। କିନ୍ତୁ ମନୁଷ୍ୟ ନିଜର ସଂକଳ୍ପ ଠାରୁ ଫେରିବା ପାଇଁ ଚାହୁଁନି, ନିଜର ପଥରୁ ଫେରିବା ପାଇଁ ଚାହୁଁନି। ଏ ଦୁଇଟା ବିଷୟ ମନୁଷ୍ୟକୁ ବାଧା ଦେଉଛି। ତ ଏ ଦୁଇଟା ବିଷୟ କାହିଁକି? ଯେହେତୁ ମନୁଷ୍ୟ ପାଖରେ ମୁଁ ଭଲ କରିପାରିବି, ମୁଁ ଉତ୍ତମ କରିପାରିବି, ହଁ ମୋ ଦ୍ୱାରା ମଧ୍ୟ କିଛି ଗୋଟେ ବିଷୟ ଭଲ ହେବ, ମୋ ଦ୍ୱାରା ମଧ୍ୟ କିଛି ଗୋଟେ ବିଷୟ ଉତ୍ତମ ହେଇପାରିବ। ତ ଲୋକମାନେ ଏ ପ୍ରକାର ଚିନ୍ତାଧାରା ପ୍ରକୃତିରେ ଧରାଯାଇଅଛନ୍ତି। ସେଥିପାଇଁ ଆଜି ଆମେ ଏଫେସିୟ ପୁସ୍ତକ ଯେଉଁଟା ବାକ୍ୟ ପଢ଼ିଲେ, ସେଠି ଗୋଟେ ସ୍ତ୍ରୀ ଆଉ ସ୍ୱାମୀ ବିଷୟରେ ଆମେ ବାକ୍ୟ ପଢ଼ିଲେ। ସେଥିପାଇଁ ମଣ୍ଡଳୀର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ ଲେଖା ହେଇଛି। ସେଥିପାଇଁ ସ୍ତ୍ରୀମାନେ ତୁମେ ଯେମିତି ସ୍ୱାମୀର ବଶୀଭୂତା ହୁଅ, ତୁମେ ଟିକେ ଦେଖନ୍ତୁ ସିନା 22 ପଦ, ହେ ସ୍ତ୍ରୀମାନେ ତୁମମାନେ ଯେପରି ପ୍ରଭୁଙ୍କର ବଶୀଭୂତା ସେହିପରି ଆପଣା ସ୍ୱାମୀର ବଶୀଭୂତା ହୁଅ। କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ୱରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ୱରୂପ। ପୁଣି ଖ୍ରୀଷ୍ଟ ଆପଣା ଶରୀର ସ୍ୱରୂପ ମଣ୍ଡଳୀର ତ୍ରାଣକର୍ତ୍ତା। ସେଥିପାଇଁ ମଣ୍ଡଳୀର ତ୍ରାଣକର୍ତ୍ତା କିଏ? ଖ୍ରୀଷ୍ଟ। ସେଥିପାଇଁ ଜଣେ ଲୋକ ମଣ୍ଡଳୀକୁ ଯିବାଟା ହେଉଛି ଯୀଶୁଙ୍କ ଆଡ଼କୁ ଯିବାଟା। ଯୀଶୁଙ୍କୁ ହୋଇଥିବା ବାକ୍ୟକୁ ବିଶ୍ୱାସ କରିବାଟା ହେଉଛି ମଣ୍ଡଳୀ ଆଡ଼କୁ ଯିବାଟା। ତ 24 ପଦରେ କ'ଣ ଲେଖା ହେଇଛି ଆମେ ଦେଖିବା। ହଁ, ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତା, ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ସ୍ୱାମୀର ବଶୀଭୂତା ହୁଅନ୍ତୁ।
हे ସ୍ତ୍ରୀ ମାନେ ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ ତୁମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର, ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ। ସେଥିପାଇଁ ସ୍ୱାମୀ ସବୁ ବିଷୟକୁ ଉତ୍ସର୍ଗ କରୁଛନ୍ତି। କାହା ପାଇଁ? ସ୍ତ୍ରୀ ପାଇଁ। ସ୍ତ୍ରୀ କେମିତି ଖୁସିରେ ରହିବ, ସ୍ତ୍ରୀ ଯେମିତି ଭଲରେ ରହିବ, ସ୍ତ୍ରୀ ଯେମିତି ସ୍ୱାମୀ ସହିତ ସଦାବେଳେ ଆନନ୍ଦ କରିବ। ସେଥିପାଇଁ ସ୍ୱାମୀ ସବୁ ବିଷୟରେ ପ୍ରକୃତରେ କାର୍ଯ୍ୟ କରୁଅଛନ୍ତି। କାହାର ଖୁସି ପାଇଁ ଜାଣିଛନ୍ତି? ସ୍ତ୍ରୀର ଖୁସି ପାଇଁ। ସେଥିପାଇଁ ସ୍ତ୍ରୀ ଯଦି ସ୍ୱାମୀର ହୃଦୟକୁ ପ୍ରକୃତରେ ଜାଣିବ, ସେବେ ସେ ଅଟୋମେଟିକ୍ ସ୍ୱାମୀ ସହିତ ସଂଯୁକ୍ତ ହେବ, ଆଉ ସ୍ୱାମୀ ଉପରେ ଭରସା ରଖିବ, ସ୍ୱାମୀ ଉପରେ ବିଶ୍ୱାସ କରିବ। ସେଥିପାଇଁ ପରମେଶ୍ୱର ଏଇ ଜାଗାରେ କହିଲେ, ହଁ ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତା ଲେଖା ହେଇଛି। କାହିଁକି ମଣ୍ଡଳୀ କାହିଁକି ଖ୍ରୀଷ୍ଟଙ୍କର ବଶୀଭୂତା? କାରଣ ମଣ୍ଡଳୀ ହେଉଛି ଖ୍ରୀଷ୍ଟ। ସେଥିପାଇଁ ମଣ୍ଡଳୀର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ ଲେଖା ହେଇଛି। ତଳେ ଯଦି ଆପଣମାନେ ଦେଖିବେ, ହେ ସ୍ୱାମୀମାନେ ଖ୍ରୀଷ୍ଟ ଯେପରି ମଣ୍ଡଳୀକି ପ୍ରେମ କଲେ ତୁମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର, ସେ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ। ଯେପରି ବାକ୍ୟ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି। ସେଥିପାଇଁ ବାକ୍ୟ ଯେତେବେଳେ ଆସିବ, ଲୋକ ପ୍ରକୃତରେ ଧାର୍ମିକ ହେବେ, ଲୋକ ପବିତ୍ର ହେବେ। ଆମେ କପଡ଼ା ଧୋଇବା ପାଇଁ ସର୍ଫ ବ୍ୟବହାର କରିଥାଉ, କି ଯେକୌଣସି ଆମେ କପଡ଼ା ଧୋଇବା ପାଇଁ ସର୍ଫ ବ୍ୟବହାର କରିଥାଉ। ଆମେ କେବେ ମଧ୍ୟ ସର୍ଫ ଧୋଇବା ପାଇଁ ସେଠି ଅନ୍ୟ ଉପାୟ କେବେ ମଧ୍ୟ କରୁନୁ। ଠିକ୍ ସେହିପରି ପାପକୁ ଧୋଇବା ପାଇଁ ପରମେଶ୍ୱର 2025 ମସିହା ପୂର୍ବେ ଏ ଜଗତ ମଧ୍ୟକୁ ଯୀଶୁଖ୍ରୀଷ୍ଟଙ୍କୁ ପଠାଇଥିଲେ। ଯେଉଁ ଯୀଶୁଖ୍ରୀଷ୍ଟ କି ଜଗତର ସମସ୍ତ ଲୋକଙ୍କର ପାପ ପ୍ରକୃତ ସେ ବହନ କରିଅଛନ୍ତି। ସେଥିପାଇଁ ଯୀଶୁଙ୍କ ଭିତରେ ଯେତେବେଳେ ଆମେ ପ୍ରବେଶ କରୁଅଛୁ, ତ ସେହି ସମୟରେ ଯୀଶୁଙ୍କ ଭିତରେ ଥିବା ଆଶୀର୍ବାଦ ଅନୁଗ୍ରହ ଆମେ ପ୍ରକୃତରେ ପାଇପାରୁଛେ। ସେଥିପାଇଁ এই ଜାଗାରେ ଆମେ ଦେଖିବା 28 ପଦରେ, ସେହିପରି ସ୍ୱାମୀମାନଙ୍କର ମଧ୍ୟ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ଶରୀର ସଦୃଶରେ ପ୍ରେମ କରିବା ଉଚିତ। ଯେ ନିଜ ସ୍ତ୍ରୀକୁ ପ୍ରେମ କରେ, ସେ ଆପଣାକୁ ପ୍ରେମ କରେ। ସେଥିପାଇଁ ଆମେ ଯୀଶୁଙ୍କୁ ପ୍ରେମ କଲୁ ତାହା ନାହିଁ, ଆମେ ପରମେଶ୍ୱରଙ୍କୁ ପ୍ରେମ କଲୁ ତାହା ନାହିଁ। ଯୀଶୁ ଆମକୁ ପ୍ରେମ କଲେ, ପରମେଶ୍ୱର ଆମକୁ ପ୍ରେମ କଲେ। ଯେହେତୁ ଆମେ ମରିବା ଜାଗାରେ ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶରେ ହତ କଲେ। ସେଥିପାଇଁ ଯୀଶୁ କ୍ରୁଶରେ ହତ ହେବା ଦ୍ୱାରା ଆମେ ସମସ୍ତେ ପ୍ରକୃତରେ ବଞ୍ଚିତ ହେଲୁ, ଆମେ ସମସ୍ତେ ପ୍ରକୃତରେ ବଞ୍ଚିଲୁ। ସେଥିପାଇଁ ଯୀଶୁଖ୍ରୀଷ୍ଟ ଜଣେ କ୍ରୁଶରେ ହତ ହେବା ଦ୍ୱାରା ଆମେ ପ୍ରକୃତରେ ଧାର୍ମିକ ଗଣିତ କରାଗଲୁ, ପବିତ୍ର ପ୍ରକୃତିରେ ଗଣାଗଲୁ। ସେଥିପାଇଁ ଆଶା କରେ ଆଜି ଏ ସମସ୍ତ ବାକ୍ୟ ଦ୍ୱାରା ଆପଣମାନେ ଆଶୀର୍ବାଦ ଅନୁଗ୍ରହ ପ୍ରକୃତରେ ପାଇବେ। ଆଉ ଆମର ଚ୍ୟାନେଲରେ ଯିଏ ବି ଯେଉଁ ଭାଇ ଭଉଣୀମାନେ ମୋତେ ବାକ୍ୟକୁ ଶୁଣୁଅଛନ୍ତି, ଆଉ ଅଧିକରୁ ଅଧିକ ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ ଦିଅନ୍ତୁ, ଲାଇକ୍ ଦିଅନ୍ତୁ। ଆଉ ଆପଣମାନେ କେଉଁ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ସେ ବିଷୟରେ ମଧ୍ୟ କମେଣ୍ଟ ବକ୍ସରେ ଆପଣମାନେ ଆମକୁ କମେଣ୍ଟ ଦେଇପାରିବେ। ତେବେ ଆମେ ଆପଣଙ୍କ ନିକଟରେ ଆପଣମାନେ ଚାହୁଁଥିବା ବାକ୍ୟକୁ ଆପଣମାନଙ୍କ ସମ୍ମୁଖରେ ଆମେ ପ୍ରକୃତରେ ରଖିବୁ। ଆଶା କରେ ମୂଲ୍ୟବାନ ବାକ୍ୟ ଶୁଣିଥିବା ପାଇଁ ସମସ୍ତଙ୍କୁ ବେଶୀ ଧନ୍ୟବାଦ। ଥ୍ୟାଙ୍କ ୟୁ ସୋ ମଚ୍।